ଦାରିଦ୍ର୍ୟର କଷାଘାତରେ ପାଠ ପଢ଼ାରେ ବନ୍ଧା ହେଲା ଡୋରି। ଯେଉଁ ସମୟରେ ପିଲାଟା ଖେଳକୁଦ କରିବା କଥା ସେହି ସମୟରେ ତା ହାତରେ ଧରିଥିଲା ରେଞ୍ଚୁ, ଖୋଲିଥିଲା ମଟର ଗାଡ଼ିର ଚକ। ବାପା କହିଲେ ମୁଁ ଆଉ ପଢ଼େଇ ପାରିବିନି। ମନ ଦୁଃଖରେ ପିଲାଟା ଗାଁ ମୁଣ୍ଡକୁ ଧାଇଁ ଯାଇଥିଲା ମାନସ ଭାଇ ମଟର ଗ୍ୟାରେଜକୁ। କହିଲା ଭାଇ ମୋତେ ଟିକେ କାମ ଦେ, ମୁଁ ତୋ ସହିତ କାମ କରିବି। ମାନସ ଭାଇ ତାର ହୃଦୟକୁ ବୁଝିଥିଲା ଏବଂ ତାର ନିଜ ଗ୍ୟାରେଜରେ ତାକୁ ସାମିଲ କରିଥିଲା। ସେଇଠୁ ଆରମ୍ଭ ହୋଇଥିଲା ଜୀବନର ଯୁଦ୍ଧର ପ୍ରଥମ ସଳାପ। ବର୍ଷ ପରେ ବର୍ଷ ବିତି ଚାଲିଲା। ସେଦିନ ସେଇ କୁନି ମଟର ଗ୍ୟାରେଜ ହେଲ୍ପର ଟୋକାଟା ବିନା କୌଣସି ଏଜୁକେସନରେ ଶିକ୍ଷାଗତ ବୈଷୟିକ ଶିକ୍ଷା ଗ୍ରହଣ ନ କରି ପାଲଟି ଯାଇଛି ଆଜି ଯୁବ ଇଞ୍ଜିନିୟର। ନାଁ ତାର ନିଧିଆ। ଆଖପାଖ ଅଞ୍ଚଳରେ ନିଧିଆ ଭାଇ ଭାବେ ସେ ବେଶ୍ ପରିଚିତ। ଜଣେ ସଫଳ ମଟର ମିସ୍ତ୍ରୀ ଭାବେ ତାର ବୈଷୟିକ ଜ୍ଞାନ ତାକୁ ବହୁ ଆଗକୁ ନେଇଯାଇଛି। ନିକଟରେ ସେ ଏକ ଗ୍ୟାରେଜ କରିଛନ୍ତି ଯାହା ନୂଆପୋଖରୀ ବଜାରଠାରେ ଅବସ୍ଥିତ। ଜଣେ ମୁସଲିମ ଯୁବକ ଏହି ଗ୍ୟାରେଜ କରିଥିଲେ। ତାଙ୍କ ନାଁ ଅନୁସାରେ ସେଇ ଖାନ୍ ଅଟୋ ବାଇକ୍ ଗ୍ୟାରେଜ ହେଇଥିଲା। ସେଇ ନାଁକୁ ଅପରିବର୍ତ୍ତ ରଖି ଉକ୍ତ ଯୁବକ ଜଣକ ସେଠାରେ ବାଇକ୍ ଗ୍ୟାରେଜଟି ଖୋଲିଛନ୍ତି ଏବଂ ତାଙ୍କର ସେବା ଯୋଗାଇ ଆସୁଛନ୍ତି। କଥା ହେବା ଆଉ ଏ ଯେଉଁ କଷ୍ଟମର ସବୁ ବର୍ତ୍ତମାନ ଅଛନ୍ତି ଆମେ ତାଙ୍କୁ ପଚାରି ବୁଝିବା। ଭାଇ ଏ ଯେଉଁ ଖାନ୍ ସର୍ଭିସ୍ ବାଇକ୍ ସର୍ଭିସ୍ ସେଣ୍ଟରଟି ହେଇଛି କେମିତି କ'ଣ ସର୍ଭିସ୍ ଆପଣଙ୍କୁ ସବୁ ଦେଉଛି? ଭଲ ସର୍ଭିସ୍ ଦିଅନ୍ତି। ଆମେ ତ ସବୁବେଳେ ଗାଡ଼ି ଏଠିକି ଆଣୁ କାମ କରୁ, ଭଲ ସର୍ଭିସ୍ ଦିଅନ୍ତି। ସେଇଥିପାଇଁ ଆମେ ବାରମ୍ବାର ଆସୁଛୁ। ଭଲ ସର୍ଭିସ୍ ଅଛି, କିଛି ଅସୁବିଧା ନାହିଁ। କେଉଁ ପ୍ରକାର ବାଇକ୍ ଏଠି କାମ ହୁଏ? ସବୁ ପ୍ରକାର ଦୁଇ ଚକିଆ ଚାରି ଚକିଆ ଚାରି ଚକିଆଟା ଏଠି ହେଇପାରେନି। ଚାରି ଚକିଆ କାମ ହୁଏ, ଚାରି ଚକିଆ କଲର୍ ଫଲର୍ ପଛପଟ ହୁଏ, ଆଉ ତାର ମେଣ୍ଟେନାନ୍ସ କାମ ହେଇପାରେନି। କଲର୍ ଫଲର୍ ଦୁଇ ଚକିଆ ଗାଡ଼ି କାମ କରେ। ଦୁଇ ଚକିଆ ଯେକୌଣସି ଏଠି ତିନି ଚକିଆ କାମ ହେଉଛି ଦେଖୁନାହାନ୍ତି, ତିନି ଚକିଆ ବି କାମ ହେଉଛି ମାଷ୍ଟର କାଳେ। ଆପଣ ଦେଖୁଥିବେ ଦର୍ଶକ ବନ୍ଧୁ, ଆପଣ ଗାଡ଼ି ଏଠି କାମ ହେଉଛି। ମଣିଜଙ୍ଗା ରାସ୍ତାର ଯେଉଁ ଖାନ୍ ସର୍ଭିସ୍ ବାଇକ୍ ସେଣ୍ଟର ଅଛି ଏଠି ଆପଣ ଆସିଲେ ସବୁ ପ୍ରକାର ସୁବିଧା ପାଇବେ। ଅତି ସହଜରେ ଆପଣଙ୍କ ବାଇକ୍ଟି ସଜଡ଼ା ହୋଇପାରିବ ଏବଂ ଯେତେ ସମୟ ପାଇବେ ଏଠି ଆସିକି ଆପଣ ବାଇକ୍ଟି ସଜାଡ଼ି ପାରିବେ। ଆମେ ଓନର ଅଛନ୍ତି ଯେ ବାଇକ୍ ଗ୍ୟାରେଜର, ଆମେ ତା ସହିତ ବର୍ତ୍ତମାନ କଥା। ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। କ'ଣ ଆପଣ ପରିଚୟ ଟିକେ ଦେଇଦେଲେ ଆଉ ଦର୍ଶକ ବନ୍ଧୁମାନଙ୍କୁ? ନୂଆପୋଖରୀ ଖାନ୍ ସର୍ଭିସ୍। ଆଉ କ'ଣ ଆପଣଙ୍କ ନାଁ? ମୋ ନାଁ ନିଧିଆ ଡାକନ୍ତି, କିଏ ଧୋନି ଡାକନ୍ତି। କେତେ ବର୍ଷ ହେଲାଣି ଆପଣ ଇଏ କାମ ଆରମ୍ଭ କଲେ? 15 ବର୍ଷ ଖଣ୍ଡେ ହେଇଯିବ। କେମିତି କ'ଣ ଆରମ୍ଭ କଲେ? ଏଥିପାଇଁ କେଉଁଠୁ ସାହାଯ୍ୟ କେଉଁଠୁ ପାଇଥିଲେ ନା ନିଜ ଚେଷ୍ଟା ବଳରେ? ନିଜ ଚେଷ୍ଟା ବଳରେ। କେଉଁଠୁ ଆପଣଙ୍କ ବିନା ଗୁରୁରେ ଦିବ୍ୟଜ୍ଞାନ କାଣୁ ପାଇବ ଅର୍ଜୁନ। ଗୁରୁ ବିନାରେ ଜ୍ଞାନ ପାଆନ୍ତି। ଆପଣ ଗୁରୁ କିଏ? ଗୁରୁ ଅଛନ୍ତି। କେମିତି କେଉଁଠୁ ଆପଣ କେତେବେଳେ କେତେ ବୟସରେ କାମ ଶିଖିଲେ? ମୁଁ ତ ଛୋଟବେଳୁ ଶିଖିଥିଲି। ମାନସ ମହାପାତ୍ର ଆମ ଗାଁ ଲୋକ ଅଛି ଜଣେ ଭାଇ, ତାଙ୍କରି ତାକୁ ଶିଖିଥିଲି। ଆପଣ ପରିଚୟ ଟିକେ ଦିଅନ୍ତୁ। କ'ଣ ପରିଚୟ? ମାନସ ମହାପାତ୍ର। ଆଉ ଯେଉଁ ବାବୁ କହୁଛନ୍ତି ଇଏ କହୁଛନ୍ତି ଆପଣ ତାଙ୍କ ଗୁରୁ। ଆପଣ ସେଇଠି ପ୍ରଥମେ ଆପଣ ଯେଉଁ କାର୍ଯ୍ୟ ଶିକ୍ଷା କରିଥିଲେ ଆପଣ କ'ଣ କହିବେ? ସେ ବାଳକ ଛୋଟ ଥିଲା, ଛୋଟ ସେ ମୋ ଉପରେ ଭାରି ବିଶ୍ୱସ୍ତ ପିଲା। ମୋ ପାଖରେ 20 ବର୍ଷ କାଳ କାମ କରିଛି। କେତେ ବୟସ ହେଇଥିଲା ତ କାମ ଶିଖିବାକୁ ଆସିଲା? ପ୍ରାୟ ହେଉଛି 13 ବର୍ଷ, 14-15 ବର୍ଷ କାମ କରିଥିଲା। ଆପଣ ଦେଖୁଛନ୍ତି ବିନା କୌଣସି ଏଜୁକେସନ୍ ନ ନେଇ ସେ ଜଣେ ସଫଳ ବାଇକ୍ କାରିଗର ଭାବେ ନିଜକୁ ପ୍ରତିଷ୍ଠିତ କରିପାରୁଛନ୍ତି। ଆମେ ଆଶା କରୁଛୁ ଯେ ଆଉ ତାଙ୍କର ଭବିଷ୍ୟତ ଉଜ୍ଜଳ ହେଉ, ଅନେକ ପରିବାରର ପେଟ ସେ ପୋଷିବା ପାଇଁ ସକ୍ଷମ ହୁଅନ୍ତୁ। ଜୟ ଜଗନ୍ନାଥ, ଜୟ ମା ଶାରଳା।